ଏଇଟା ସତ୍ୟତା ଅଛି ବୋଲି ମୁଁ ପୋଷ୍ଟ କରିଥିଲି। ସେମିତି କିଛି ମୋ ଉପରେ ସଫିସିଏଣ୍ଟ ସେମିତି ପ୍ରୁଫ୍ ବି ଅଛି ଯେ ମତେ ଟଙ୍କା ସେମିତି ମାଗିଲେ ଆୱାର୍ଡ ପାଇଁ, ତ ମୁଁ ତାଙ୍କ ନାଁ ନେବିନି। ସେଟା ସତ, ସେଟା ମିଛ ନୁହେଁ, ସତ ସେଥିପାଇଁ ପୋଷ୍ଟ କରିଥିଲି। କିନ୍ତୁ ଯେହେତୁ ମୁଁ ଗୋଟେ କଳାକାର, ଆପଣମାନେ ଜାଣିଛନ୍ତି ଟିକେ ପାନରୁ ଚୂନ ଖସିଗଲେ କଣ୍ଟ୍ରୋଭର୍ସି ଆଡକୁ କଥା ଚାଲିଯିବ, ସେଥିପାଇଁ ମୁଁ ସେଟା ଡିଲିଟ୍ କରିଦେଇଥିଲି। ଏଟା ପ୍ରଥମ ଥର ମୁଁ ପାଇଲି ତୁଷାର ଚାରିଟେବଲ୍ ଟ୍ରଷ୍ଟ ମାଧ୍ୟମରୁ। ଯେହେତୁ ଯାତ୍ରାରେ ମୋର 3 ବର୍ଷର କ୍ୟାରିୟର, 3 ବର୍ଷ କମ୍ପ୍ଲିଟ୍ ବି ହେଇନି, ଚାଲିଛି, ତ ମତେ ବହୁତ ଖୁସି ଲାଗୁଛି। ତୁଷାର ଚାରିଟେବଲ୍ ଟ୍ରଷ୍ଟରେ ଆପଣଙ୍କୁ ସମ୍ମାନିତ କରାଯାଇଛି, କ'ଣ କହିବେ? ପ୍ରଥମେ ଆପଣମାନେ ସମସ୍ତଙ୍କୁ ନମସ୍କାର। ଆଉ ମତେ ଏଇଟା ପ୍ରଥମ ଥର ମୁଁ ପାଇଲି ତୁଷାର ଚାରିଟେବଲ୍ ଟ୍ରଷ୍ଟ ମାଧ୍ୟମରୁ। ଯେହେତୁ ଯାତ୍ରାରେ ମୋର 3 ବର୍ଷର କ୍ୟାରିୟର, 3 ବର୍ଷ କମ୍ପ୍ଲିଟ୍ ବି ହେଇନି, ଚାଲିଛି, ତ ମତେ ବହୁତ ଖୁସି ଲାଗୁଛି। ଆଉ ଯୋଉମାନେ ମତେ ଭଲ ପାଇବା ଦେଇଛନ୍ତି, ଆଶୀର୍ବାଦ, ମୋ ବାପା ମା ଭଗବାନ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ହୁଏତ ତାଙ୍କ ମାନଙ୍କ ଭଲ ପାଇବା ଆଶୀର୍ବାଦ ନଥିଲେ ମୁଁ ଆଜି ଏଇଠି ନଥାନ୍ତି, ତ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଗ୍ରାଣ୍ଡ ମହଲର ମେଲୋଡିରେ ଆପଣଙ୍କର ଜଲବା ବହୁତ ପ୍ରକାର ଦେଖିବାକୁ ମିଳେ, ନନଷ୍ଟପ ଗୀତ ଗାଆନ୍ତି। କେତେ ପେସେନ୍ସ ନେଇକି ଆପଣ ଗାଆନ୍ତି ଗୀତ? ପେସେନ୍ସ ତ ସେମିତି ବହୁତ ନବା ପାଇଁ ପଡିବ, କାରଣ ଆମେ ସବୁବେଳେ ଚାହିଁବୁ କଳାକାର ମାନେ ଦର୍ଶକ ମାନଙ୍କୁ ଭଲ ଲାଗିବା ଦରକାର, ତ ସେଇ ଟାଇପର ଆମକୁ ପରଫର୍ମାନ୍ସ କରିବା ପାଇଁ ପଡେ। ତ ସେମିତି ଗୋଟେ ପୋଷ୍ଟ ମୁଁ ଦେଖିଥିଲି ଆପଣଙ୍କର 2-3 ଦିନ ତଳେ କରିଥିଲେ, ଯୋଉମାନେ ଆୱାର୍ଡ ଦେବା ପାଇଁ ଡାକନ୍ତି ପଇସା ମାଗନ୍ତି ଆପଣ। ସେଇଟା ମତେ ପଚାରନ୍ତୁନି, କଣ୍ଟ୍ରୋଭର୍ସି ଆଡକୁ ମୁଁ ଚାଲିଯିବି, ପ୍ରୋବ୍ଲେମ ହେଇଯିବ। କାରଣ ପୋଷ୍ଟ ଆପଣ କରିଥିଲେ ଯେହେତୁ ଫେସବୁକରେ, ସୋସିଆଲ ମିଡିଆରେ, କ'ଣ ତା ସତ୍ୟତା କ'ଣ? ସେଇଟା ସତ୍ୟତା ଅଛି ବୋଲି ମୁଁ ପୋଷ୍ଟ କରିଥିଲି। ସେମିତି କିଛି ମୋ ଉପରେ ସଫିସିଏଣ୍ଟ ସେମିତି ପ୍ରୁଫ୍ ବି ଅଛି ଯେ ମତେ ଟଙ୍କା ସେମିତି ମାଗିଲେ ଆୱାର୍ଡ ପାଇଁ, ତ ମୁଁ ତାଙ୍କ ନାଁ ନେବିନି। ସେଟା ସତ, ସେଟା ମିଛ ନୁହେଁ, ସତ ସେଥିପାଇଁ ପୋଷ୍ଟ କରିଥିଲି। କିନ୍ତୁ ଯେହେତୁ ମୁଁ ଗୋଟେ କଳାକାର, ଆପଣମାନେ ଜାଣିଛନ୍ତି ଟିକେ ପାନରୁ ଚୂନ ଖସିଗଲେ କଣ୍ଟ୍ରୋଭର୍ସି ଆଡକୁ କଥା ଚାଲିଯିବ, ସେଥିପାଇଁ ମୁଁ ସେଟା ଡିଲିଟ୍ କରିଦେଇଥିଲି। କାହିଁକି ଆପଣ ତାପରେ କ'ଣ ଆନ୍ସର ଦେଲେ ତାଙ୍କ ପାଇଁ? ଆନ୍ସର ସେମିତି କିଛି ତାଙ୍କ ଆଡୁ କିଛି କ୍ୱେଶ୍ଚନ ଆସିନଥିଲା, ଯେହେତୁ ତାଙ୍କର ଭୁଲ ଥିଲା, ତ ସେମିତି କିଛି ତାଙ୍କ ଆଡୁ କିଛି ମୋ ପାଇଁ କିଛି କ୍ୱେଶ୍ଚନ ନଥିଲା। ଯଦି କ୍ୱେଶ୍ଚନ କରିବେ ତ ମୁଁ ପ୍ରମାଣ ସହିତ ତାଙ୍କୁ କହିବି, ଆନ୍ସରଟା ଦେବି।